ओम नमो भगवते वासुदेवाय। आजिर ये आलोचना को समस्त को स्वागत। आमे आज अतिबड़ी जगन्नाथ दासंकर जो अमूल्य कृति ओडिया भागवत से भीतर को टिके गभीर को जिबा। आज्ञा। विशेष करी अष्टम स्कंध और तार अष्टम अध्यायर तृतीय भाग। एठी माता कुंती जेमिति श्रीकृष्ण को स्तुति करिछंती सेटा को आमे देखिबा। हाँ, बहुत सुंदर अंश एटा। हाँ, एटा खाली गोटे प्रार्थना नुहे, एथिरे भक्ति ज्ञान अनुभूति सबु जेमती भरी रहिछि। आमे मुख्यतः पद्य संख्या माने 74 रु 140 जाए देखिबा। हाँ, सेई पदगुड़िक एहार पूरा मर्म आउ गभीरता को बुझिबा पई शेष जाए सांगरे रहिबाकू अनुरोध। आमर उद्देश्य हैला कुंतींकर एई दृष्टिरे कृष्णंकर स्वरूप कण, तांकर लीला केमिति आउ भक्त संगे तांक संपर्क कण सेटा बुझिबा। निश्चय। आउ हाँ, जदि एमिति आध्यात्मिक आलोचना भल लागुथाए ताहेले चैनल को सब्सक्राइब करिबा कथा भी भाबी पारंती। तेबे आसंतु आरंभ करिबा कुंतींक हृदयरु बाहारिथिबा एही स्तुति। अध्याय 8 रु। कुंती उवाच भो कृष्ण मु तोरे किंकर आदिपुरुष तू ईश्वर प्रकृति परे तोर बास एणु प्राणियों की अप्रकाश जंतुओं को अंतर बाहारे तो बिनु अन्य नाही परे आच्छादी माया जवनिका निर्लेह रूपे थाउ एका इंद्रियगण तुळे पुरी अव्यय आत्मा रूप धरी तोहर माया जाहर चित्ते से तोते जानिबे केमन्ते। देखंतु कुंती आरंभରୁ ହିଁ କେମିତି ନିଜକୁ ସମର୍ପଣ କରି ଦଉଛନ୍ତି। ଭୋ କୃଷ୍ଣ ମୁଁ ତୋର କିଙ୍କର। ଏଇଟା କେବଳ ନମ୍ରତା ନୁହେଁ, ଏଇଟା ହେଉଛି ଭକ୍ତର ସ୍ୱୀକାରୋକ୍ତି। हाँ, आदिपुरुष ईश्वर बोली कहुछंती। आज्ञा। ଆଉ ଗୋଟେ ବହୁତ ଗୁରୁତ୍ୱପୂର୍ଣ୍ଣ କଥା କହୁଛନ୍ତି, ପ୍ରକୃତି ପରେ ତୋର ବାସ। ମାନେ ଆମେ ଯୋଉ ଜଗତକୁ ଦେଖୁଛୁ ଅନୁଭବ କରୁଛୁ ଯାହା ପଞ୍ଚଭୂତରେ ତିଆରି। हाँ, जहाँ आमर इंद्रिय जानी पारे। ସେଇଟା ହେଲା ପ୍ରକୃତି। କିନ୍ତୁ ଭଗବାନ ଏଇ ପ୍ରକୃତିର ସୀମାଠୁ ବି ପରେ ଅଛନ୍ତି, ତା ଉପରେ। ସେଇଥିପାଇଁ ସାଧାରଣ ଜୀବ ପାଇଁ ସେ ଅପ୍ରକାଶ, ତାଙ୍କୁ ପ୍ରକୃତ ରୂପ ଦେଖାଯାଏନି। किंतु से तो पुणी कहउछंती जे सबु जीवंक भितरे बाहरे सबुठी से अछंती, ताहले देखा न जिबार कारण कोन? ହଁ, ସେଇ କାରଣଟା ବି କୁନ୍ତି କହୁଛନ୍ତି। ଆଚ୍ଛାଦି ମାୟା ଯବନିକା, ଗୋଟେ ପର୍ଦ୍ଦା ଭଳି ମାୟାର ପର୍ଦ୍ଦା ତାଙ୍କୁ ଘୋଡ଼େଇ ରଖିଛି। अच्छा। କିନ୍ତୁ ସେ ନିଜେ ନିର୍ଲିପ୍ତ। ସେ ଇନ୍ଦ୍ରିୟ ସାଙ୍ଗରେ ଅଛନ୍ତି, କିନ୍ତୁ ତଥାପି ସେ ଅଭ୍ୟୟ ଆତ୍ମା। କିନ୍ତୁ ଯୋଉ ଜୀବର ମନଟା ମାନେ ଚିତ୍ତଟା ଏଇ ମାୟାରେ ବାନ୍ଧି ହେଇଯାଇଛି, ସେ କେମିତି ଜାଣିବ ତାଙ୍କୁ? ओहो, तामाने समस्याटा आम देखिबारे अछि मायार आवरण जोगु। ଠିକ୍ କହିଲେ। ଏଇଟା ହିଁ ଜୀବର ମୂଳ ଦ୍ୱନ୍ଦ୍ୱ। ताहले ए मायारु मुक्त हेबार बाट कोन? भगवान को जानिबा पई कोन करिबाकु हेबो? कुंती आगकु किछे कहुछंती कि? शुनिबा। अध्याय 8। नटंक मध्ये जे नायक से जे होणे नाटे मोहे लोक नाना काछेणी से भियाई नृत्यकारकु से नचाई देखंदा प्राणी मन मोहे निश्चय विचारे सत्य नोहे परमहंस दीक्षा पणे निर्मल चेता मुनि गणे दृढ़ भक्ति जोग मते तो पादे ध्यान अविरते से भक्ति जोगर विधान काहू देखिबे स्त्रीजन। ଏଠି ଗୋଟେ ବଢ଼ିଆ ଉପମା ଦେଲେ ଦେଖନ୍ତୁ। ଭଗବାନଙ୍କୁ ଗୋଟେ ନାଟକର ନିର୍ଦ୍ଦେଶକ ବା ନାୟକ ସହିତ ତୁଳନା କରାଯାଇଛି। हाँ, नटंक मध्ये नायक। ଆଜ୍ଞା। ଯେମିତି ନିର୍ଦ୍ଦେଶକ ଅଲଗା ଅଲଗା ଚରିତ୍ର ବେଶଭୂଷା ତିଆରି କରି କଳାକାରଙ୍କୁ ନଚାଏ ଆଉ ଦର୍ଶକ ସେଥିରେ ମୋହିତ ହୁଅନ୍ତି। हाँ, किंतु जे जानी थाए से बुझे जे एटा अभिनय। ଠିକ୍ ସେମିତି ଭଗବାନ ଏ ସୃଷ୍ଟି ମଞ୍ଚରେ ମାୟା ଦ୍ୱାରା ଏମିତି ଲୀଳା କରୁଛନ୍ତି ଯେ ସାଧାରଣ ଲୋକ ମୋହିତ ହୋଇଯାଉଛନ୍ତି। तेबे ए मोहर बाहरिबो किए? ହଁ, ସେଇଟା କୁନ୍ତି ସ୍ପଷ୍ଟ କରୁଛନ୍ତି। ଯେଉଁମାନେ ପରମହଂସ ସ୍ତରରେ ପହଞ୍ଚିଛନ୍ତି, ଯେଉଁ ମୁନିମାନଙ୍କର ଚିତ୍ତ ପୁରା ନିର୍ମଳ, ସେମାନେ କେମିତି ଜାଣିବେ? ନା ଦୃଢ଼ ଭକ୍ତି ଯୋଗ ଦ୍ୱାରା। ଦୃଢ଼ ଭକ୍ତି ଯୋଗ। ହଁ, ମାନେ ନିରନ୍ତର ଅବିରତ ଭଗବାନଙ୍କ ପାଦରେ ଧ୍ୟାନ କରି। ଏଠି ଭକ୍ତି ଯୋଗର ମହତ୍ଵ କୁହାଯାଇଛି। କିନ୍ତୁ ତାପର ପଦରେ କୁନ୍ତି ଯେମିତି ଟିକେ ଦୁଃଖ କରୁଛନ୍ତି ନା, କହୁଛନ୍ତି ସେ ଭକ୍ତି ଯୋଗର ବିଧାନ କାହୁଁ ଦେଖିବେ ସ୍ତ୍ରୀଜନ। ଏହାର ମାନେ କ'ଣ? ଏଇଟା ଦେଖନ୍ତୁ, ଦୁଇଟା ଦିଗକୁ ଦେଖାଉଛି। ଗୋଟେ ହେଲା କୁନ୍ତୀଙ୍କର ନିଜର ନମ୍ରତା ଆଉ ସରଳ ବିଶ୍ୱାସ। ସେ ନିଜକୁ ସାଧାରଣ ସ୍ତ୍ରୀ ଭାବି ଏତେ ବଡ଼ ଆଧ୍ୟାତ୍ମିକ ବାଟ ପାଇଁ ନିଜକୁ ସାନ ମନେ କରୁଛନ୍ତି। ଆଚ୍ଛା। ଆଉ ଗୋଟେ ଦିଗ ହେଲା ସେତେବେଳକାର ସମାଜରେ ହୁଏତ ନାରୀମାନଙ୍କ ପାଇଁ ଏସବୁ ସାଧନାର ସୁଯୋଗ କମ୍ ଥିଲା। କିନ୍ତୁ ଭାଗବତ ଧର୍ମ ତ ସବୁବେଳେ କୁହେ ଭକ୍ତି ସମସ୍ତଙ୍କ ପାଇଁ, ଜାତି ବର୍ଣ୍ଣ ସ୍ତ୍ରୀ ପୁରୁଷ କିଛି ଭେଦ ନାହିଁ। ହଁ,
ଏଇଟା ଗୁରୁତ୍ୱପୂର୍ଣ୍ଣ। ତାପରେ କୁନ୍ତୀ କୃଷ୍ଣଙ୍କର ଅବତାର ଆଉ ତାଙ୍କର କିଛି ଲୀଳା କଥା ମନେ ପକାଉଛନ୍ତି। ଶୁଣିବା ଅଧ୍ୟାୟ 8ରୁ। ତୁ ନାଥ କୃଷ୍ଣ ଅବତାରେ ପ୍ରକାଶ ବସୁଦେବ ଘରେ ଦେବକୀ ଉଦର ସମ୍ଭବ ଏଣୁ ତୋ ନାମ ବାସୁଦେବ ସକଳ ଜନ୍ତୁ ହୃଦଗତେ ତୋର ବିଜୟ ଆତ୍ମା ମତେ କୁମାର ରୂପେ ନନ୍ଦ ଘରେ ତୋର ବିହାର ଗୋପପୁରେ ଇନ୍ଦ୍ର ବିବାଦେ ବନମାଲି ପର୍ବତ ବାମ କରେ ତୋଳି ରଖିଲୁ ଗୋପର ସମ୍ପଦ ଏମନ୍ତେ ନାମ ତ ଗୋବିନ୍ଦ ତୁମ୍ଭଙ୍କୁ ମୋର ନମସ୍କାର ତୋ ବିନୁ ନ ଜାଣଇ ଆର। ହଁ, ଏଠି ଏବେ କୃଷ୍ଣଙ୍କ ମଣିଷ ଲୀଳା କଥା ଆସିଲା। କୁନ୍ତୀ କହୁଛନ୍ତି, ହେ ନାଥ, ତମେ ବସୁଦେବଙ୍କ ପୁଅ ହେଇ ଆସିଲ, ଦେବକୀଙ୍କଠୁ ଜନ୍ମ ହେଇ ବାସୁଦେବ ହେଲ। ଯଦିଓ ଆପଣ କହିଲେ ସେ ସବୁଠି ଅଛନ୍ତି ସବୁ ଜୀବଙ୍କ ଭିତରେ। ଆଜ୍ଞା, ସେ ଆତ୍ମା ରୂପରେ ସବୁଠି ଥାଇ ବି ନନ୍ଦ ଘରେ ପିଲା ହେଇ ବଢ଼ିଲେ, ଗୋପପୁରରେ ଖେଳିଲେ ବୁଲିଲେ। ଆଉ ସେ ଗୋବର୍ଦ୍ଧନ ଲୀଳା କଥା ବି କହୁଛନ୍ତି। ହଁ, ସେଇଟା ବହୁତ ପ୍ରସିଦ୍ଧ ଲୀଳା। ଯେତେବେଳେ ଇନ୍ଦ୍ର ରାଗିକି ପ୍ରବଳ ବର୍ଷା କଲେ, ତମେ ବାଁ ହାତରେ ପୁରା ପାହାଡ଼ଟାକୁ ଉଠେଇଦେଲ। ଗୋପବାସୀ ଆଉ ଗାଈଗୋରୁ ସମସ୍ତଙ୍କୁ ବଞ୍ଚେଇଲ। ସେଇଠୁ ତମ ନାଁ ହେଲା ଗୋବିନ୍ଦର। ଆଉ ଶେଷରେ ସେ ପୁରା ସମର୍ପଣ କରିଦଉଛନ୍ତି। ସେ କହୁଛନ୍ତି, ତୁମ୍ଭଙ୍କୁ ମୋର ନମସ୍କାର, ତୋ ବିନୁ ନ ଜାଣି ଆର୍। ମାନେ ତମ ଛଡ଼ା ମୁଁ ଆଉ କାହାକୁ ଜାଣେ ନା। ଏଇଟା ହେଲା ଅନନ୍ୟ ଶରଣାଗତି। ବାଃ, ଏ ଲୀଳା ସବୁ ମନେ ପକେଇଲେ ହିଁ ମନରେ ଭକ୍ତି ଆସିଯାଏ। ଏହାପରେ କୁନ୍ତୀ କୃଷ୍ଣଙ୍କର ଆଉ ଗୋଟେ ରୂପ ଦେଖୁଛନ୍ତି, ତାଙ୍କର ବିଶ୍ୱରୂପ ଆଉ ତା ସହିତ ତାଙ୍କର ସୁନ୍ଦର ରୂପ। ଶୁଣିବା ଅଧ୍ୟାୟ 8। ପ୍ରଳୟ ଜଳେ ତୋର ବାସ ନାଭିରୁ ପଙ୍କଜ ପ୍ରକାଶ ପଙ୍କଜ ମାଳା ତୋର ଗଳେ ବିହରୁ ଭୁବନ ମଣ୍ଡଳେ ପଙ୍କଜ ଲୋଚନ ସୁନ୍ଦର ନମଇ ପଙ୍କଜ ପୟର। ଦେଖନ୍ତୁ, ଏଇ କେଇ ପଦ ଭିତରେ କୃଷ୍ଣଙ୍କର ବିରାଟ ରୂପ ମାନେ ଐଶ୍ୱର୍ଯ୍ୟ ଆଉ ତାଙ୍କ ମଧୁର ରୂପ ମାନେ ମାଧୁର୍ଯ୍ୟ ଦୁଇଟା ଯାକ ଦେଖିବାକୁ ମିଳୁଛି। ହଁ, ଦୁଇଟା ଯାକ ଅଛି। ଆଗେ କହୁଛନ୍ତି, ପ୍ରଳୟ ବେଳେ ଯେତେବେଳେ ସବୁ ପାଣିରେ ବୁଡ଼ିଯାଏ, ସେତେବେଳେ ତମେ ସେଇ ପାଣିରେ ଶୋଇଥାଅ, ଆଉ ତମ ନାଭିରୁ ଯୋଉ ପଦ୍ମ ଫୁଟେ ସେଇଠୁ ବ୍ରହ୍ମା ଜନ୍ମ ହୁଅନ୍ତି। ଏଇଟା ତାଙ୍କର ସେଇ ବିରାଟ ସୃଷ୍ଟିକର୍ତ୍ତା ରୂପ। ଆଉ ତାପରେ ପୁଣି ତାଙ୍କ ସୁନ୍ଦରତା କଥା। ହଁ, ସେଇ ବିରାଟ ରୂପ ଭିତରେ ବି କେତେ ମଧୁରତା। ତାଙ୍କ ବେକରେ ପଦ୍ମଫୁଲର ମାଳା, ଆଖି ପଦ୍ମ ଭଳି ସୁନ୍ଦର, ଆଉ ପାଦ ବି ପଦ୍ମ ଭଳି କୋମଳ, ପୂଜା କରିବା ଭଳି। କୁନ୍ତୀ ସେଇ ପଦ୍ମପାଦକୁ ନମସ୍କାର କରୁଛନ୍ତି। ମାନେ ସେ ଏକା ସାଙ୍ଗରେ ମହାନ ବି ଆଉ ମଧୁର ବି। ଆଜ୍ଞା, ଏଇଟା ହିଁ ତାଙ୍କର ବିଶେଷତ୍ୱ। ଏ ମିଶ୍ରଣଟା ସତରେ ବହୁତ ଅଦ୍ଭୁତ। ଏହାପରେ କୁନ୍ତୀ ନିଜ ଜୀବନ କଥା କହି କୃଷ୍ଣ କେମିତି ସବୁବେଳେ ବିପଦରୁ ରକ୍ଷା କରିଛନ୍ତି ସେ କଥା କହୁଛନ୍ତି। ଏଇଟା ବୋଧେ ସବୁଠୁ ବେଶୀ ମନକୁ ଛୁଏଁ। ଶୁଣିବା ଅଧ୍ୟାୟ 8ରୁ। ଦେବକୀ ଦେବୀଙ୍କର ଘରେ ବନ୍ଧିରେ ଥିଲା ଶୋକଭରେ ମୁଁ ପଞ୍ଚପୁତ୍ର ଘେନି ଏକେଇ ବନେ ବଞ୍ଚଇ ଦୁଃଖ ଶୋକେ ଦେବକୀ ପ୍ରାୟ ମୋତେ କରି ଅଶେଷ ସଙ୍କଟୁ ଉଦ୍ଧରି ଭୀମକୁ ବିଷଲଡୁ ଦେଲେ ତହୁଁ ରଖିଲୁ ତେତେବେଳେ ଯତୁର ଘର ଦହନରୁ ତୁ ନାଥ ତହୁଁ ଉଦ୍ଧରିଲୁ ଜଳେ କୁମ୍ଭୀରୀ ଆଦି ଯେତେ ରାକ୍ଷସେ ମିଳିଲେ ବନସ୍ତେ ହିଡ଼ିମ୍ବକାଦି ଯେ ରାକ୍ଷସ ତହୁଁ ରଖିଲୁ ପୀତବାସ ପଶା କପଟେ ରାଜ୍ୟ ହରି ନେଲେ ଦ୍ରୌପଦୀ କେଶ ଧରି ବିବସ୍ତ୍ର କଲେ ସଭା ତଳେ ତହୁଁ ରଖିଲୁ ତେତେବେଳେ ପୁଣି ଅଜ୍ଞାତ ବନବାସେ ଦିନ ବଞ୍ଚିଲୁ ନାନା ଦେଶେ ଯୁଦ୍ଧେ ଦୁର୍ଜୟ ରିପୁ ତ୍ରାସୁ ତୁ ନାଥ ମୋ ପୁତ୍ରେ ଆଶ୍ୱାସୁ ଦ୍ରୋଣକୁମାର ବ୍ରହ୍ମଶ୍ୱର ତହୁଁ ରଖିଲୁ ବଂଶମୋର। ଏଠି ଦେଖନ୍ତୁ, କୁନ୍ତୀ ଗୋଟି ଗୋଟି କରି ନିଜ ଜୀବନର ଆଉ ପାଣ୍ଡବମାନଙ୍କ ଜୀବନର କେତେ କେତେ ଭୟଙ୍କର ବିପଦ କଥା ମନେ ପକାଉଛନ୍ତି। ସେ ନିଜ ଦୁଃଖକୁ ଦେବକୀଙ୍କ ଦୁଃଖ ସହ ତୁଳନା କରୁଛନ୍ତି। ହଁ, ଯେମିତି କୃଷ୍ଣ ଦେବକୀଙ୍କୁ କଂସ କାରାଗାରରୁ ମୁକୁଳେଇଥିଲେ। ଆଜ୍ଞା, ସେମିତି ତାଙ୍କୁ ଆଉ ତାଙ୍କ ପିଲାମାନଙ୍କୁ ବି କେତେ କେତେ ସଙ୍କଟରୁ ବଞ୍ଚେଇଛନ୍ତି। ଏ ଲିଷ୍ଟଟା ଶୁଣିଲେ ଲାଗୁଛି ପାଣ୍ଡବଙ୍କ ଜୀବନଟା ଖାଲି ବିପଦରେ ହିଁ କଟିଛି। ସେୟା ତ। ଦେଖନ୍ତୁ, ଭୀମକୁ ବିଷ ଲଡୁ ଦେବା, ଯୋଉ ଘରେ ପୋଡ଼ିବା, ହଁ, ବନବାସ ବେଳେ ରାକ୍ଷସ କୁମ୍ଭୀର, ତାପରେ ସେ ପୋଷା ଖେଳ ଦ୍ରୌପଦୀଙ୍କ ବସ୍ତ୍ରହରଣ ଅଜ୍ଞାତ ବନବାସ ଯୁଦ୍ଧରେ ସେ ଭୀଷ୍ମ ଦ୍ରୋଣ କର୍ଣ୍ଣଙ୍କ ଭଳି ଯୋଦ୍ଧା ଆଉ ଶେଷରେ ସେ ଅଶ୍ୱତ୍ଥାଭାମାର ବ୍ରହ୍ମାସ୍ତ୍ର। ହଁ ମାନେ ପ୍ରତି ପାଦରେ ମୃତ୍ୟୁ
ଆଉ କୁନ୍ତି ପୁରା ଦୃଢ଼ ହେଇ କହୁଛନ୍ତି ପ୍ରତିଥର କୃଷ୍ଣ ହିଁ ତାଙ୍କୁ ବଞ୍ଚେଇଛନ୍ତି। ଏଥିରୁ କୃଷ୍ଣଙ୍କ କରୁଣା, ତାଙ୍କ ଶକ୍ତି ଆଉ ଭକ୍ତ ପାଇଁ ତାଙ୍କର ଯୋଉ ଦାୟିତ୍ୱ ସେଇଟା ଜଣାପଡ଼ୁଛି। ଏତେ ବିପଦରୁ ବଞ୍ଚିଲା ପରେ କେହି ବି ଭାବିବ ଯେ ଆଉ ଶାନ୍ତିରେ ରହିବି, କିନ୍ତୁ କୁନ୍ତି ଯାହା କହୁଛନ୍ତି ଏହା ପରେ ସେଟା ମୋତେ ସବୁଠୁ ବେଶୀ ଆଶ୍ଚର୍ଯ୍ୟ କରୁଛି। ଶୁଣନ୍ତୁ ଅଧ୍ୟାୟ 8ରୁ, ଏଣୁ ବିପଦେ ନ ଡରଇ, ଯେ ଦୁଃଖେ ତୋତେ ମୁଁ ଦେଖଇ, ତୋହର ଦର୍ଶନ ଫଳେ, ଏ ଜୀବ ରହଇ ନିଶ୍ଚଳେ, ପରମଲୋକେ ଲଭେ ବାସ, ତୁ ନାଥ ଭଗତ ବିଶ୍ୱାସ। ଏଇଟା ଆଜ୍ଞା କୁନ୍ତୀଙ୍କ ସ୍ତୁତିର ଚୂଡ଼ାନ୍ତ ବିନ୍ଦୁ କହିଲେ ଚଳେ। ତାଙ୍କ ଭକ୍ତିର ଗୋଟେ ଅସାଧାରଣ ପ୍ରକାଶ। ସେ କହୁଛନ୍ତି ଏଣୁ ବିପଦେ ନ ଡରଇ, ମୁଁ ଆଉ ବିପଦକୁ ଡରଉନି। କାହିଁକି? କାହିଁକି ନା ଯେ ଦୁଃଖେ ତୋତେ ମୁଁ ଦେଖେଇ, କାରଣ ସେଇ ଦୁଃଖ ବେଳେ, ସେଇ ବିପଦ ବେଳେ ହିଁ ତାଙ୍କର କୃଷ୍ଣ କଥା ମନେ ପଡ଼େ। ସେ ଆର୍ତ୍ତ ହୋଇ ଡାକନ୍ତି ଆଉ କୃଷ୍ଣଙ୍କର ଦର୍ଶନ ପାଆନ୍ତି, ମନରେ ହଉ ବା ବେଳେବେଳେ ସତରେ ବି। ଏଇଟା ତ ପୁରା ଓଲଟା କଥା ଭଳି ଲାଗୁଛି। ଆମେ ସମସ୍ତେ ସୁଖ ଚାହୁଁ, ଦୁଃଖରୁ ଦୂରେଇ ଯିବାକୁ ଚାହୁଁ, ଆଉ କୁନ୍ତି କହୁଛନ୍ତି ବିପଦ ଭଲ। ହଁ, ଏଇଟା ହିଁ ଗଭୀର ଆଧ୍ୟାତ୍ମିକ କଥା। କୁନ୍ତି ବୁଝିଯାଇଛନ୍ତି ଯେ ସୁଖ ବେଳେ ମଣିଷ ଭଗବାନଙ୍କୁ ଭୁଲିଯାଏ, ଗର୍ବରେ ମାତିଯାଏ। ଠିକ୍। କିନ୍ତୁ ବିପଦ ପଡ଼ିଲେ ଯାଇ ନିଜର ଅସହାୟତା ଜଣାପଡ଼େ, ଆଉ ଭଗବାନ ମନେ ପଡ଼ନ୍ତି। ତେଣୁ କୁନ୍ତୀଙ୍କ ପାଇଁ ବିପଦଟା ଗୋଟେ ଆଶୀର୍ବାଦ ଭଳି, କାରଣ ସେଇଟା ତାଙ୍କୁ ଭଗବାନଙ୍କ ପାଖକୁ ନେଇଯାଉଛି। ଆଉ କହୁଛନ୍ତି କୃଷ୍ଣଙ୍କ ଦର୍ଶନ ହେଲେ ହିଁ ଜୀବ ଶାନ୍ତି ପାଏ, ନିଶ୍ଚଳ ହୁଏ ଆଉ ପରମ ପଦ ପାଏ। ତେଣୁ କୃଷ୍ଣ ହିଁ ଭକ୍ତର ଏକମାତ୍ର ଭରସା, ବିଶ୍ୱାସ। ବା, ଏ ଦୃଷ୍ଟିକୋଣଟା ସତରେ ଆମ ଜୀବନର କଷ୍ଟକୁ ଦେଖିବାର ନଜର ବଦଳେଇ ଦେଇପାରେ। ଆଗକୁ କୁନ୍ତି କହୁଛନ୍ତି ଭଗବାନଙ୍କ ପାଇବାରେ ଆଉ ଗୋଟେ ବଡ଼ ବାଧା କ'ଣ? ସେଟା ହେଲା ଅଭିମାନ। ଶୁଣିବା ଅଧ୍ୟାୟ 8ରୁ। ଉତ୍ତମ କୂଳେ ଜନ୍ମ ହୋଇ, ବିଦ୍ୟା ସମ୍ପଦ ଯେବେ ଥାଇ, ବୁଡ଼ାଇ ମତ୍ତ ଗର୍ଭ ଚିତ୍ତେ, ସେ ତୋତେ ପାଇବ କେମନ୍ତେ, ତୁ ନାଥ ଜଗଜ୍ଜୀବନ, ତୁ ଅକିଞ୍ଚନ ଜନଧନ, ଦରିଦ୍ର ଜନଧନ ତୁ ହିଁ, ପ୍ରକୃତି ତୋତେ ନ ଜାଣଇ, ତୁ ନାଥ ଆତ୍ମାରାମ ଶାନ୍ତ, ନମଇ କୈବଲ୍ୟର ନାଥ। ଏଠି କୁନ୍ତି ଗୋଟେ ଚିରନ୍ତନ ସତ୍ୟ କଥା କହୁଛନ୍ତି। ଯେତେବେଳେ କାହା ପାଖରେ ଭଲ କୂଳର ଗର୍ଭ ବା ବିଦ୍ୟାର ଅହଙ୍କାର ବା ଧନ ସମ୍ପଦର ଗର୍ଭ ଆସିଯାଏ, ହଁ, କୌଣସି ଗୋଟେ ଗର୍ବ। ଆଜ୍ଞା, ସେତେବେଳେ ତା ମନଟା ଗୋଟେ ନିଶାରେ ବୁଡ଼ିଯାଏ, ସେଇ ମତ୍ତ ଗର୍ଭ। ଆଉ ସେଇ ଅବସ୍ଥାରେ ଥିବା ଲୋକ ଭଗବାନଙ୍କୁ କେମିତି ପାଇବ? ସମ୍ଭବ ନୁହେଁ। ତାହେଲେ କ'ଣ ଭଲ କୂଳ, ବିଦ୍ୟା, ସମ୍ପଦ ଏସବୁ ଖରାପ, ନା ସେଥିରୁ ଯୋଉ ଅଭିମାନ ଆସୁଛି ସେଇଟା ଖରାପ? ନିଶ୍ଚୟ ଅଭିମାନଟା ହିଁ ପ୍ରକୃତ ବାଧା। କାରଣ କୁନ୍ତି ତାପର କହୁଛନ୍ତି ତୁମେ ହେଉଛ ଅକିଞ୍ଚନ ଜନଧନ। ଅକିଞ୍ଚନ? ହଁ, ଅକିଞ୍ଚନ ମାନେ ଯାହାର ନିଜର କିଛି ନାହିଁ, ଯିଏ ପୁରାପୁରି ନିଃସ୍ୱ, ଯାହାର କିଛି ଆଶ୍ରା ନାହିଁ, ଆଉ ଯିଏ କେବଳ ଭଗବାନଙ୍କ ଉପରେ ହିଁ ନିର୍ଭର କରେ। ଓହୋ। ହଁ, ଭଗବାନ ସେଇଭଳି ଦୀନ, ଦରିଦ୍ର ଆଉ ନମ୍ର ଲୋକମାନଙ୍କର ପ୍ରକୃତ ଧନ। ଯିଏ ନିଜକୁ ଶୂନ୍ୟ କରିଦିଏ, ତା ହୃଦୟରେ ହିଁ ଭଗବାନ ଆସି ପଶନ୍ତି। ସେ ନିଜେ ତ ଆତ୍ମାରାମ, ଶାନ୍ତ ଆଉ ମୁକ୍ତିର ସ୍ୱାମୀ। ଏପରିକି ପ୍ରକୃତି ବା ମାୟା ବି ତାଙ୍କୁ ପୁରା ଜାଣିପାରେନି। ତେଣୁ ଅଭିମାନୀ ଲୋକ କୋଉଠୁ ଜାଣିବ? ଅଭିମାନ ଛାଡ଼ି ଅକିଞ୍ଚନ ହେବା, ଏଇଟା ଭକ୍ତି ମାର୍ଗର ଗୋଟେ ମୂଳ କଥା। ଏହାପରେ କୁନ୍ତି କୃଷ୍ଣଙ୍କୁ କାଳ ରୂପରେ ଦେଖୁଛନ୍ତି, ଆଉ ତାଙ୍କର ଯୋଉ ଇଚ୍ଛା, ଯାହାକୁ କେହି ବୁଝିପାରନ୍ତିନି, ସେ ବିଷୟରେ କହୁଛନ୍ତି। ଶୁଣିବା ଅଧ୍ୟାୟ 8ରୁ। ତୁ ନାଥ କାଳ ରୂପ ହେଉ, ଅନାଦି ନିଧନ ବୋଲାଉ, ସମେ ତୁ ବସୁ ସର୍ବଦେହେ, ପ୍ରାଣୀ ତୋହର ମାୟା ମୋହେ, ଭଜନ୍ତି ଅନ୍ୟ ଅନ୍ୟ ଭାବେ, କଳିଯେସନେ କଳିଯୁଗେ, ତୋହର ଇଚ୍ଛା କେ ଜାଣିବ, ଶରୀର ବହି ବ୍ରହ୍ମା ଶିବ, ତୋର ଚରିତ ଭଗବାନ, ଏ ନରଲୋକେ ବିଡ଼ମ୍ବନ, ଏଣୁ ତୋ ରିପୁ ମିତ୍ର ନାହିଁ, ପ୍ରାଣୀ ଜାଣିବେ ତୋତେ କାହିଁ। ଏଠି ଏବେ କୃଷ୍ଣଙ୍କର ଆଉ ଗୋଟେ ସ୍ୱରୂପ କଥା ଆସିଲା। ସେ ହେଉଛନ୍ତି ନିଜେ କାଳ, ମାନେ ସମୟ। ସେ ଅନାଦି, ଯାହାର ଆରମ୍ଭ ନାହିଁ, ଆଉ ଅନିଧନ ବା ଅନନ୍ତ, ଯାହାର ଶେଷ ନାହିଁ। ହଁ। ସେ ସବୁ ଜୀବଙ୍କ ଦେହରେ ସମାନ ଭାବରେ ଅଛନ୍ତି, କାହା ପ୍ରତି ପାତର ଅନ୍ତର ନାହିଁ। କିନ୍ତୁ ଜୀବମାନେ କ'ଣ କରନ୍ତି ନା, ତାଙ୍କ ମାୟାରେ ପଡ଼ି ପରସ୍ପରକୁ ଅଲଗା ଅଲଗା ଭାବନ୍ତି, କିଏ ମିତ୍ର, କିଏ ଶତ୍ରୁ, ଆଉ ସେଇଠୁ କଳି କଳହ ସୃଷ୍ଟି ହୁଏ। ଆଉ ତାଙ୍କ ଇଚ୍ଛା କଥା ଯାହା କହିଲେ, ହଁ, ତାଙ୍କ ଇଚ୍ଛା ଏତେ ଗଭୀର, ଏତେ ଅଜଣା, ଯେ ସ୍ୱୟଂ ବ୍ରହ୍ମା ଆଉ ଶିବ ବି ନିଜ ଶରୀରରେ ଥାଇ ତାକୁ ପୁରା ବୁଝିପାରନ୍ତିନି। ତେଣୁ ମଣିଷ ଲୋକରେ ତାଙ୍କର ଯୋଉ ଲୀଳା ବା କାମ ଦେଖାଯାଏ, ସେଗୁଡ଼ାକୁ ବେଳେବେଳେ ବଡ଼ ବିଚିତ୍ର ଲାଗେ, ପରସ୍ପର ବିରୋଧୀ ମନେ ହୁଏ। କାହିଁକି ନା
କାରଣ ସତ କହିବାକୁ ଗଲେ ତାଙ୍କର କେହି ଶତ୍ରୁ ବି ନାହାନ୍ତି କି ମିତ୍ର ବି ନାହାନ୍ତି। ସେ ଏସବୁ ଭାବର ବହୁତ ଉପରେ। ତେଣୁ ସାଧାରଣ ଲୋକ ତାଙ୍କର ଏଇ ନିର୍ଲିପ୍ତ ସମାନ ଦୃଷ୍ଟିବାଲା ରୂପକୁ ବୁଝିବା ବଡ଼ କଷ୍ଟ। ଏ କଥାଟା ଭାବିବା ଭଳି। ଆମେ ଆମ ଛୋଟ ବୁଦ୍ଧିରେ ଭଗବାନଙ୍କ କାମକୁ ମାପିବାକୁ ଯାଉ, କିନ୍ତୁ ତାଙ୍କର ଇଚ୍ଛା ବୋଧେ ବହୁତ ବଡ଼। କୁନ୍ତୀ ଏଇ ଭେଦଭାବ ଆଉ କୃଷ୍ଣଙ୍କର ଲୀଳା ବିଷୟରେ ଆଉ କ'ଣ କହୁଛନ୍ତି ଶୁଣିବା। ଅଧ୍ୟାୟ 8। ତୋଠାରେ ଭେଦବୁଦ୍ଧି କରି ବୈରୀମିତ୍ର ଅନୁସରି ତୁ ବିଶ୍ୱାତ୍ମା ନରହରି ଲୀଳା ବିହାରେ ଦେହ ଧରି ପଶୁଙ୍କ ମଧ୍ୟେ ହେଉ ଜାତ ଋଷିଙ୍କ ଘରେ ଋଷି ସୁତ ଜଳଜନ୍ତୁଙ୍କ ମଧ୍ୟେ ତୁହି ବିହରୁ ମୀନ କୁର୍ମ ହୋଇ ଏ କଥା ତୋତେ ବିଡ଼ମ୍ବନ ଆଧ୍ୟାତ୍ମ ଆତ୍ମା ନିରଞ୍ଜନ। ହଁ, କୁନ୍ତୀ ଆଗ କଥାଟାକୁ ଆହୁରି ସଫା କରିଦେଉଛନ୍ତି। ସେ କହୁଛନ୍ତି ଲୋକମାନେ ନିଜର ସେଇ ଭେଦଭାବ ବୁଦ୍ଧି ଯୋଗୁଁ ହିଁ ତୁମକୁ ଶତ୍ରୁ ବା ମିତ୍ର ଭାବନ୍ତି, କିନ୍ତୁ ତୁମେ ତ ହେଲ ବିଶ୍ୱାତ୍ମା, ସମସ୍ତଙ୍କର ଆତ୍ମା। ହଁ, ତୁମେ ଖାଲି ଲୀଳା କରିବା ପାଇଁ ମାନେ ଖେଳିବା ପାଇଁ ହିଁ ଏ ସଂସାରରେ ଅଲଗା ଅଲଗା ଶରୀର ନେଉଛ। ଯେମିତି ପଶୁ, ଋଷିପୁତ୍ର, ମୀନ, କୁର୍ମ। ଆଜ୍ଞା, କେତେବେଳେ ପଶୁ ହେଇ ଯେମିତି ବରାହ ଅବତାର, କେତେବେଳେ ଋଷିଙ୍କ ପୁଅ ହେଇ ଯେମିତି ବାମନ ଅବତାର, କେତେବେଳେ ପାଣିଜନ୍ତୁ ହେଇ ଯେମିତି ମାଛ କଇଁଛ ଅବତାର ବୁଲୁଛ। କୁନ୍ତୀଙ୍କ ଭାଷାରେ ଏ ସବୁ ତମ ପାଇଁ ଗୋଟେ ବିଡ଼ମ୍ବନ। ବିଡ଼ମ୍ବନ କାହିଁକି? କାହିଁକିନା ତମ ତପ୍ରପ ସ୍ୱରୂପ ତ ହେଲା ଆଧ୍ୟାତ୍ମିକ। ନିରଞ୍ଜନ ମାନେ ମାୟାଠୁ ଦୂରରେ ଥିବା ଆତ୍ମା। ତମେ ଏସବୁ ଜନ୍ମ, ଏସବୁ ରୂପଠୁ ବହୁତ ଉପରେ। ଏସବୁ ଖାଲି ତମର ଲୀଳା, ଖେଳ। ଭଗବାନଙ୍କ ଏ ଲୀଳାମୟ ରୂପଟା ସତରେ ବୁଝିବା କଷ୍ଟ। ସେ ଏକା ସାଙ୍ଗରେ ପରମ ସତ୍ୟ ପୁଣି ମଣିଷ ଭଳି ଲୀଳା କରୁଛନ୍ତି। ଏଇ ମଣିଷ ଲୀଳାର ଗୋଟେ ବହୁତ ମଧୁର ଦୃଶ୍ୟକୁ କୁନ୍ତୀ ଏବେ ମନେ ପକାଉଛନ୍ତି, ଆଉ ସେଥିରୁ ତାଙ୍କ ମନରେ ଗୋଟେ ମିଠା ସନ୍ଦେହ ବି ଆସୁଛି। ଶୁଣିବା ଅଧ୍ୟାୟ 8ରୁ। ଦଧି ମନ୍ଥନ ବେଳେ ଧରି ରୋଳେ ବାନ୍ଧିଲା ନନ୍ଦନାରୀ ପଛେ ଲୁଚାଇ ଛାଟ ଗୋଟି ତା ଦେଖି ଭୂମିରେ ତୁ ଲୋଟି ଚକ୍ଷୁ ଅଞ୍ଜନ ଘଷି କରେ କାନ୍ଦି ପଡ଼ିଲୁ ତା ପୟରେ ବଦନ ହସ୍ତରେ ଲୁଚାଇ ଭୟେ କମ୍ପାଇ ତୋର ଦେହି ଏ ତୋର ସର୍ବ ସମ୍ପାଦିଲା ମୋତେ ତ ସନ୍ଦେହ ଲାଗିଲା। ଭୟ ଯାହାର ନାମେ ଡରେ ସେ କିମ୍ପା ଯଶୋଦାକୁ ଡରେ। ଏଇଟା ସେ ପ୍ରସିଦ୍ଧ ଦାମୋଦର ଲୀଳା କଥା। ପିଲାବେଳେ କୃଷ୍ଣ ଯେତେବେଳେ ମା ଯଶୋଦାଙ୍କୁ ଦହି ମନ୍ଥିବା ବେଳେ ହଇରାଣ କରୁଥିଲେ। ହଁ, ଶେଷରେ ଯଶୋଦା ତାଙ୍କୁ ଗୋଟେ ଦଉଡ଼ିରେ ଓଖଳ ସାଙ୍ଗେ ବାନ୍ଧି ଦେବାକୁ ଗଲେ ଆଉ ହାତରେ ଗୋଟେ ଛୋଟ ବାଡ଼ି ବି ଧରିଥିଲେ। ସେ ବାଡ଼ିଟାକୁ ଦେଖି ପିଲାକୃଷ୍ଣ ଏମିତି ଡରିଗଲେ ଯେ ଭୂଇଁରେ ଗଡ଼ିଗଲେ। ଏଇଟା ଭାବିଲେ ଆଶ୍ଚର୍ଯ୍ୟ ଲାଗୁଛି ଯେ ନିଜେ ପରମେଶ୍ୱର, ଯାହାଙ୍କୁ ସାରା ଦୁନିଆ ଡରେ, ସେ ଗୋଟେ ଛୋଟ ବାଡ଼ିକୁ ଡରି କାନ୍ଦି ପକାଉଛନ୍ତି। ହଁ, କୁନ୍ତୀ ସେଇ ଦୃଶ୍ୟଟାକୁ ପୁରା ଆଖି ଆଗରେ ଆଙ୍କି ଦଉଛନ୍ତି। କୃଷ୍ଣ ହାତରେ ଆଖିରୁ କଜଳ ପୋଛିଦେଲେ, କାନ୍ଦି କାନ୍ଦି ଯଶୋଦାଙ୍କ ପାଦତଳ ପଡ଼ିଗଲେ, ଭୟରେ ହାତରେ ମୁହଁ ଲୁଚେଇ ଦେଲେ, ଦେହ ଥରିବାକୁ ଲାଗିଲା। ଆଉ ଏସବୁ ଦେଖି କୁନ୍ତୀଙ୍କ ମନରେ ସନ୍ଦେହ। ହଁ, ସେ କହୁଛନ୍ତି ଏ ତୋର ସର୍ବସମ୍ପାଦିଲା, ମୋତେ ତ ସନ୍ଦେହ ଲାଗିଲା। ମୋ ମନରେ ସନ୍ଦେହ ହେଉଛି। ଭୟ ଯାହାର ନାମେ ଡରେ ସେ କିମ୍ପା ଯଶୋଦାକୁ ଡରେ। ଆରେ ଯାହାଙ୍କ ନାଁ ଶୁଣିଲେ ନିଜେ ଭୟ ବି ଡରେ, ସେ କେମିତି ମା ଯଶୋଦାଙ୍କୁ ଏଇଟା ଡରୁଛନ୍ତି? ଏହାର ଉତ୍ତର କ'ଣ ତାହେଲେ? ଏହାର ଉତ୍ତର ହେଲା ଏଇଟା ହିଁ ଭଗବାନଙ୍କ ଲୀଳାର ମଧୁରତା। ଏଇଟା ତାଙ୍କର ଶକ୍ତି ବା ଐଶ୍ୱର୍ଯ୍ୟ ନୁହେଁ, ଏଇଟା ହେଲା ତାଙ୍କର ଭକ୍ତ ବାତ୍ସଲ୍ୟ। ସେ ନିଜ ଭକ୍ତର ଭଲ ପାଇବାରେ ଏମିତି ବାନ୍ଧି ହେଇଯାନ୍ତି ଯେ ତାଙ୍କୁ ଖୁସି କରିବା ପାଇଁ ଏମିତି ମଣିଷ ଭଳି ଅଭିନୟ କରନ୍ତି। ବା, ଭକ୍ତର ପ୍ରେମ ଆଗରେ ଭଗବାନଙ୍କର ବଡ଼ପଣ ବି ଲୁଚିଯାଏ। ବହୁତ ସୁନ୍ଦର ଭାବନା। ଶେଷ ଆଡ଼କୁ କୁନ୍ତୀ କୃଷ୍ଣଙ୍କର ଜନ୍ମର କାରଣ ଆଉ ତାର ରହସ୍ୟ ବିଷୟରେ ଅଲଗା ଅଲଗା ମତ କଥା କହୁଛନ୍ତି। ଶୁଣିବା ଅଧ୍ୟାୟ 8। ତୁ ନାଥ ଯୋଗମାୟା ଅଂଶେ ଜନ୍ମିଲୁ ଯଦୁରାଜବଂଶେ ସ୍ୱଭାବେ ଜନ୍ମ ନାହିଁ ତୋର ଯୁଧିଷ୍ଠିକାରେ ଅବତାର ଏଣୁ କଳ୍ପନ୍ତି ସାଧୁଜନ ମଳେ ଯେସନେ ଚନ୍ଦନ ଅପରେ ଯେତେ ସାଧୁଜନ ତୁ ଜନ୍ମ କରି ଅନୁମାନ ବୋଲନ୍ତି ବାସୁଦେବ ଘରେ ଜନ୍ମିଲୁ ଭୂମି ଭାରାହରେ ପୂର୍ବେ କଠୋର ତପ କରି ବର ମାଗିଲା ପୁତ୍ର କରି ତେଣୁ ଦେବକୀ ଗର୍ଭେ ଜାତ ତୁ ଯେଣୁ ଅନାଥର ନାଥ ଅସୁରଙ୍କର ଭାରେ ମହି ବ୍ରହ୍ମା ସମୀପେ ଦୁଃଖ କହି। ଏଠି କୁନ୍ତୀ କୃଷ୍ଣଙ୍କ ଜନ୍ମର ଯୋଉ ଅଲୌକିକତା ସେ କଥା କହୁଛନ୍ତି। ସେ କହୁଛନ୍ତି, ହେ ନାଥ, ତମେ ତ ଆମ ଭଳି କର୍ମଫଳ ଭୋଗିବାକୁ ଜନ୍ମ ହେଇନ, ତମର ସ୍ୱଭାବେ ଜନ୍ମ ନାହିଁ। ହଁ, ତମେ ନିଜ ଇଚ୍ଛାରେ ଯୋଗମାୟାଙ୍କ ଶକ୍ତିରେ ଯଦୁବଂଶରେ ଆସିଛ। ଆଉ ତମେ କାହିଁକି ଆସିଲ ସେ ବିଷୟରେ
ସାଧୁ ଲୋକମାନେ ଅଲଗା ଅଲଗା କଥା ଭାବନ୍ତି। କଣ କଣ ଭାବନ୍ତି? କେହି କହନ୍ତି ତମେ ଯୁଧିଷ୍ଠିରଙ୍କୁ ଧର୍ମରାଜ୍ୟ ସ୍ଥାପନାରେ ସାହାଯ୍ୟ କରିବାକୁ ଆସିଛ। କେହି କହନ୍ତି ଯେମିତି ମଳୟ ପର୍ବତରେ ଚନ୍ଦନ ଗଛ ଆପେ ଆପେ ହୁଏ ତମେ ସେମିତି ସ୍ୱାଭାବିକ ଭାବେ ଆସିଛ। ଆଉ କେତେକ କହନ୍ତି ପୃଥିବୀର ଭାର କମାଇବାକୁ, ମାନେ ଦୁଷ୍ଟ ଅସୁରଙ୍କୁ ମାରି ପୃଥିବୀକୁ ରକ୍ଷା କରିବାକୁ ତମେ ବସୁଦେବଙ୍କ ଘରେ ଜନ୍ମ ହେଲ। ପୁଣି ଗୋଟେ ମତ ଅଛି ଯେ ବସୁଦେବ ଆଉ ଦେବକୀ ପୂର୍ବଜନ୍ମରେ ବହୁତ ତପସ୍ୟା କରି ତମକୁ ପୁଅ ରୂପରେ ମାଗିଥିଲେ। ଓହୋ, ସେଇଥିପାଇଁ? ହଁ, ଆଉ ତମେ ତ ଅନାଥର ନାଥ, ତେଣୁ ତାଙ୍କ ଇଚ୍ଛା ପୂରଣ କରିବାକୁ ଆସିଲ। ଶେଷରେ ପୁଣି ସେହି ପୃଥିବୀର ଭାର କମାଇବା କଥା ଅଛି ଯେ ପୃଥିବୀ ଦେବୀ ନିଜେ ଯାଇ ବ୍ରହ୍ମାଙ୍କୁ କହିଲେ, ଆଉ ବ୍ରହ୍ମାଙ୍କ ପ୍ରାର୍ଥନାରେ ତମେ ଆସିଲ। ମାନେ ଭଗବାନଙ୍କ ଆସିବାର କାରଣ ଗୋଟେ ନୁହେଁ, ବହୁତ, ଆଉ ସେଇଟା ବି ତାଙ୍କ ଲୀଳାର ଗୋଟେ ଅଂଶ। ତାହେଲେ ଏ ଯେତେ ସବୁ ଆଲୋଚନା ହେଲା କୁନ୍ତୀଙ୍କ ସ୍ତୁତି ଉପରେ, ଏଥିରୁ ଆମେ ମୁଖ୍ୟତଃ କଣ ଶିଖିପାରିବା? ଦେଖନ୍ତୁ, କୁନ୍ତୀଙ୍କ ଏ ସ୍ତୁତି ଖାଲି ମନର ଭାବନା ନୁହେଁ, ଏହା ଭିତରେ ଗଭୀର ଜ୍ଞାନ ଅଛି ଆଉ ଅଟଳ ବିଶ୍ୱାସ ଅଛି। ସେ କୃଷ୍ଣଙ୍କୁ ଖାଲି ତାଙ୍କ ଭଣଜା ବା ପାଣ୍ଡବଙ୍କ ସାହାଯ୍ୟକାରୀ ଭାବେ ଦେଖୁନାହାନ୍ତି। ହଁ, ତାଠୁ ବହୁତ ବେଶୀ। ଆଜ୍ଞା, ସେ ତାଙ୍କୁ ପରମେଶ୍ୱର, ମାୟାର ମାଲିକ, ସୃଷ୍ଟିକର୍ତ୍ତା, ପାଳନକର୍ତ୍ତା, ସଂହାରକର୍ତ୍ତା, ଲୀଳାମୟ, ରକ୍ଷାକର୍ତ୍ତା ଆଉ ସବୁଠୁ ବଡ଼ କଥା ଦୀନବନ୍ଧୁ, ଅକିଞ୍ଚନର ଧନ ଭାବରେ ଚିହ୍ନିଛନ୍ତି। ଆଉ ତାଙ୍କ ସ୍ତୁତିର ସବୁଠୁ ବଡ଼ କଥା ହେଲା ବିପଦକୁ ଭଗବାନଙ୍କୁ ପାଇବାର ବାଟ ଭାବେ ଦେଖିବା ଆଉ ଅଭିମାନକୁ ଭଗବାନଙ୍କୁ ପାଇବାର ମୁଖ୍ୟ ବାଧା ଭାବେ ଚିହ୍ନିବା। ଏଇଟା ଯିଏ ଭକ୍ତି ବାଟରେ ଯାଉଛି ତା ପାଇଁ ସବୁଦିନ ପାଇଁ ଗୋଟେ ବାଟ ଦେଖାଏ। ସତରେ ଏକ ମହାନ ମାର୍ଗଦର୍ଶନ। ଆଉ ଏଇଟା ଆମକୁ ଗୋଟେ କଥା ଭାବିବାକୁ ବି କହୁଛି। କୁନ୍ତୀ ଯେମିତି ବିପଦକୁ ଭଗବାନଙ୍କୁ ଦେଖିବାର ସୁଯୋଗ ଭାବିଲେ, ଆମେ ଆମ ଜୀବନର ଯୋଉ କଷ୍ଟ ସମୟ ଆସେ ବା ଯୋଉ ଚ୍ୟାଲେଞ୍ଜେସ୍ ଆସେ, ସେଗୁଡ଼ାକୁ କେମିତି ଗୋଟେ ଅଲଗା, ଗୋଟେ ପଜିଟିଭ୍ ଦୃଷ୍ଟିରୁ ଦେଖିପାରିବା। ହଁ, ଏଇଟା ଗଭୀର ପ୍ରଶ୍ନ। କୋଉ ପରିସ୍ଥିତିକୁ ଗୋଟେ ନୂଆ ଆଖିରେ ଦେଖିଲେ ହୁଏତ ସେଥିରୁ କିଛି ନୂଆ କଥା ବୁଝା ପଡ଼ିବ, କିଛି ଆଧ୍ୟାତ୍ମିକ ସଂଯୋଗ ମିଳିବ କି, ଏଇଟା ନିଶ୍ଚୟ ଭାବିବାର କଥା। ଆଶା କରୁଛୁ ମାତା କୁନ୍ତୀଙ୍କର ଏହି ଅନନ୍ୟ ସ୍ତୁତିର ଆଲୋଚନା ସମସ୍ତଙ୍କୁ କିଛି ନୂଆ ଚିନ୍ତା, କିଛି ପ୍ରେରଣା ଦେଇଥିବ। ଯଦି ଏହି ଆଲୋଚନା ଭଲ ଲାଗିଲା, ତେବେ କମେଣ୍ଟ ବକ୍ସରେ ଓମ୍ ନମଃ ଭଗବତେ ବାସୁଦେବାୟ ଲେଖି ଜଣାଇ ପାରନ୍ତି। ନିଶ୍ଚୟ। ଭାଗବତର ଏ ଅମୃତ ଯାତ୍ରାରେ ଆଗକୁ ବଢ଼ିବା ପାଇଁ ଆମ ସହ ଯୋଡ଼ି ହୋଇ ରୁହନ୍ତୁ। ଆଗାମୀ ଆଲୋଚନାରେ ଆମେ ଏହାର ପରବର୍ତ୍ତୀ ଅଂଶ କିମ୍ବା ଭାଗବତର ଆଉ କୌଣସି ମହତ୍ତ୍ୱପୂର୍ଣ୍ଣ ବିଷୟ ଉପରେ କଥା ହେବା। ସେ ପର୍ଯ୍ୟନ୍ତ ବିଦାୟ ନେଉଛୁ। ନମସ୍କାର। ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।